କ'ଣ କରିବା ଆଜ୍ଞା ଆମେ ବାହାରେ ଖଟି ପାରିବୁନି ଯେ ଖରା ଆଜ୍ଞା ଦେଖୁଛନ୍ତି ଦୀର୍ଘ 15-16 ବର୍ଷ ଯାତ୍ରା ଅନୁଷ୍ଠାନରେ ରହିଗଲା ପରେ ଆଉ ଖରାକୁ ଯିବାକୁ ଆମକୁ କଷ୍ଟ ଲାଗୁଛି। ଆଉ କରୁଣା ଟାଇମ୍ରେ ଆପଣ ଜାଣିଥିବେ ସବୁ ଫିଲ୍ କରିଥିବେ ସେ କଷ୍ଟଟା କଳାକାର କେଉଁ ଭଳିଆ କଷ୍ଟ ପାଇଛନ୍ତି। ମୁଁ ମୋ ଜୀବନ ଯେତିକି କଷ୍ଟ ପାଇଛି ମୋ ପରିବାର ଚଳେଇବା ପାଇଁ କଳାକାର ଲାଇନ୍ ଲକଡାଉନ୍ ହେଇଗଲା ମୁଁ ନିଜେ ରାତି ଦିନ 24 ଘଣ୍ଟା ମୋର ରକ୍ତକୁ ନିଗାଡ଼ିକି ମୋ ପରିବାରକୁ ପୋଷିଛି। ବାଲି ସିମେଣ୍ଟ ହେଉ ଟେଣ୍ଟ କାମ ହେଉ ଯେକୌଣସି କାମ ହେଉ ଆଉ 35,000 ଟଙ୍କା ଆମ ପାଇଁ ବଡ଼ ଆଜ୍ଞା। ସିଏ ବଡ଼ କଳାକାର ସେ କୋଟିଏ ନେଇପାରେ ଆମେ ଛୋଟ କଳାକାର ଆମ ଲେବୁଲ୍ ଯେତିକି ଆମେ କଥା କହିବା ଆଜ୍ଞା ସେତିକି। ଆଗକୁ ଲକ୍ଷ୍ୟ ଅଛି ମୋର କମେଡ଼ି ଆର୍ଟିଷ୍ଟ ହେବାର। ମୁଁ ନିଜକୁ ଟ୍ରାଏ କରୁଛି। ଆଜି ନାଟକ ହେଉଛି ଏକଲଭ୍ୟ ନାଟକ ମୋର କ୍ୟାରେକ୍ଟର ଗୋଟେ କନେଷ୍ଟବଳ ପଡ଼ିଛି। ମୋର ଗୋଟେ ଛୋଟ ଯେଉଁ କନେଷ୍ଟବଳ କ୍ୟାରେକ୍ଟର ଅଛି ମୋର ଗୋଟେ ସିନ୍ ଅଛି 7 ନମ୍ବର ସିନ୍ କମେଡ଼ି ସିନ୍ ଫାଦର କମେଡ଼ି ସିନ୍। ଆଚ୍ଛା ମହାନ୍ତି ବାବୁ ଥାନାଟାକ ମାମୁଁର ମଠ ଭାବିଲ ଯିଏ ନାହିଁ ସିଏ ଖାଲି ପେଲି ହେଇକି ପଶି ଆସିବ ଇଏ ତମ ସ୍ତ୍ରୀ କି କିଏ ନେଲା ସେ କଥା ମୁଁ ଜାଣିଛି। ଇଏ ନା ମହାନ୍ତି ବାବୁ ତମେ ଜଗତ ଦୋଷ ଅଛି ତମର ନାଳୁଆ କାହିଁକିନା ସେଦିନ ଯେଉଁ ବିଧବା ସ୍ତ୍ରୀ ଲୋକକୁ ଯେଉଁ ପ୍ରେଗନେଣ୍ଟ କରିଦେଇଥିଲ ଭାବୁଛ ମୋ ପାଖରେ ଖବର ନାହିଁ। ଓ ଆଚ୍ଛା ଆଚ୍ଛା କୁଆଡ଼େ ଆଇଛ କହିଲ ଓ ଥାନାକୁ ଇନଚାର୍ଜ କରି DSP ସାର୍ ପଠେଇଛନ୍ତି ଦାୟିତ୍ୱ ନେବ। ଆଉ ମୁଁ ଏଠି କ'ଣ ଭକୁଆ ବଇଛି ନାଇଁ ମ ତମ ଆଶାଟା ସେଇ ଆଶାରେ ରହିଗଲା ମହାନ୍ତି ବାବୁ। କାହିଁକି ନା ମୁଁ ସକାଳୁ ଗୋଟେ ଖବର ପାଇଲି କ'ଣ ଜାଣିଛନ୍ତି ଆମ ଥାନାକୁ ଯେଉଁ ନୂଆ ଇନ୍ସପେକ୍ଟର ସାର୍ ଆଉଛନ୍ତି ତମର ଇଏ ଯେଉଁ ଟାଇଟ୍ ଫିଟିକି ବଡ଼ିକି ଏକାଥରକେ ଢିଲା କରିଦେବେ।